ମୋ ନାଁ ରାଜା। ମୋର ବୟସ ବର୍ତ୍ତମାନ 28 ବର୍ଷ। ମୁଁ ସବୁବେଳେ ଝିଅଙ୍କୁ କିଏ ମାଇକିନାକୁ ଦେଖିଲେ ତାଙ୍କମାନଙ୍କର ଗାଣ୍ଡି ଆଉ ଦୁଧକୁ ମନରେ ଭାବିକି ଆଗଳନ କରିଦିଏ ଭିତରେ କେମିତି ହୋଇଥିବ ବୋଲି। ମୁଁ ସବୁବେଳେ କୋଉଠି କିଏ ମିଳିଗଲେ କେମିତି ଗେଇବି ଏକଥା ମୁଁ ସବୁବେଳେ ଖାଲି ଭାବୁଥାଏ। ମୁଁ ଯେତେବେଳେ ସପ୍ତମ ଶ୍ରେଣୀରେ ପଢ଼ୁଥିଲି ପ୍ରାୟ ସେତେବେଳକୁ ମୁଠି ମାରିବା ଆରମ୍ଭ କରିଦେଇଥିଲି। ଆମ ଗାଁର ଗୋଟେ ପିଲାଠୁ ମୋବାଇଲ ଆଣିକି ବିପି ଭିଡ଼ିଓ ଦେଖି ବହୁତ ଥର ମୁଠି ମାରିଛି। ମୁଁ ଆଗରୁ ମୋ ଜଣେ ଖୁଡ଼ୀଙ୍କର ଲଙ୍ଗଳା ଭିଡ଼ିଓ ଉଠେଇକି ରଖିଥିଲି। ସେ ଝାଡ଼ା ବସିଲା ବେଳର ଆଉ ସବୁବେଳେ ସେ ଭିଡ଼ିଓ ଦେଖିକି ମୁଁ ମୋର ମୁଠି ମାରେ। ମୁଁ ଆମ ଗାଁର ଗୋଟେ ଝିଅକୁ ଗେହିବାକୁ ଚାହୁଁଥିଲି। ମୁଁ ଯେଉଁ ଝିଅକୁ ଗେହିବାକୁ ଚାହୁଁଥିଲି ସେ ଝିଅର 2 ଜଣ ବଡ଼ ନାନୀ ବି ଅଛନ୍ତି। ତାର ଗୋଟେ ବଡ଼ ନାନୀକୁ ଆମ ଗାଁର 3 ଜଣ ପିଲା ଆମ୍ବ ତୋଟାରେ ଗେହିକି ଭିଡ଼ିଓ କରିକି ଦେଇଥିଲେ। ସେ ଝିଅର ଘର ଆମ ଘରଠୁ 3ଟା କି 4ଟା ଘର ଛାଡ଼ିକି। ଏଇ ଘଟଣାଟି ହେଉଛି 2023 ମସିହାର ଦୀପାବଳି ପାଖାପାଖି ଟାଇମ୍ ହେବ। ସେ ଝିଅକୁ ଗେହିବା ପାଇଁ ମୁଁ ଆମ ଗାଁର ଗୋଟେ ପିଲାକୁ କହିଥିଲି ତାକୁ କହିବା ପାଇଁ, ହେଲେ ନାଇଁ ନାଇଁ କହୁଥିଲା ସେ ଝିଅ। ଦିନେ ସେ ଝିଅ କାଠ ଆଣିବା ପାଇଁ ଆମ ଗାଁ ଜଙ୍ଗଲକୁ ଯାଇଥିଲା। ତାକୁ ଦେଖିକି ମୁଁ ବାହାନା କରି ତା ପଛେ ପଛେ ଗଲି ଆଉ ତାକୁ କହିଲି, ମୁଁ ତୋ ପାଇଁ କାଠ ଭାଙ୍ଗିଦେବି କି? ସେ ଝିଅ ମୋତେ ଭୟ କରିକି ମନା କଲା ଆଉ କହିଲା, ମୋ ବୋଉ ଜାଣିଲେ ବାଡ଼େଇବ ରେ। ମୁଁ ସେ ଝିଅର ନାଁ କହିବାକୁ ଭୁଲି ଯାଇଛି। ନାଁଟି ତାର ରୋଜି। ତାପରେ ମୁଁ ତାକୁ କହିଲି, ଟିକେ ଦବୁ କି, ମୋର ବହୁତ ଇଚ୍ଛା ହେଉଛି। ସେ କହିଲା, ନାଇଁ ରେ ପୁଅ, ମୋ ବୋଉ ଦେଖିଲେ ବାଡ଼େଇବ। ମୁଁ ବହୁତ ଥର ପଟେଇକି କହି ଚାଲିଲି, ହେଲେ ବି ସେ ନାଇଁ ନାଇଁ କହିଲା। ମୁଁ ତାକୁ ବହୁତ ପ୍ରକାର କହିଲା ପରେ ସେଇଠୁ ତାକୁ 500 ଟଙ୍କା ଦେବି ବୋଲି କହିଲି, ହେଲେ ବି ସେ ନାହିଁ କଲା। ତାପରେ ମୁଁ ତାକୁ ପୁଣି 1000 ଟଙ୍କା ଦେବି ବୋଲି କହିଲି, ଆଉ ସେ ପୁଣି ନାଇଁ ବୋଲି କହିଲା। ଆଉ ମୋତେ କହିଲା, ମୁଁ ମୋ ବୋଉକୁ କହିଦେବି। ତାପରେ ମୁଁ ଡରିକି ସେଇଠୁ ସେଦିନ ପଳେଇ ଆସିଲି, କାଳେ ସେ ତା ବୋଉକୁ କହିଦେବ କି କ'ଣ ବୋଲି। ମୁଁ ଘରକୁ ଭୟରେ ଆସିଥିଲି, ହେଲେ ସେ କାହାକୁ ବି କହିଲାନି। ଏମିତି କିଛି ଦିନ ଗଲା। ଦୀପାବଳି ସମୟ ପାଖେଇଲା। ଥରେ ମୁଁ ଗୋଟେ ପିଲାକୁ ରୋଜିକୁ ଗେହିବାକୁ ଦେବ ବୋଲି ପଚାରିବାକୁ ପଠେଇଥିଲି। ଆଉ ଦୀପାବଳି ଦିନ ସେ ସେଇ ପିଲା ହାତରେ ସେ ଖବର ଦେଲା ମୋ ପାଖକୁ। ମୁଁ ଯେଉଁ ପିଲାକୁ କହିଥିଲି ତାକୁ କହିବା ପାଇଁ ସେ ପିଲା ଆସିକି ମୋତେ କହିଲା, କାକା, ଆଉ ସେ ତୁମକୁ କରିବାକୁ ଦେବା ପାଇଁ ରାଜି ଅଛି। ଆଉ ସେ କହିଲା ତାହାର କୁଆଡ଼େ ଅର୍ଜେଣ୍ଟ 500 ଟଙ୍କା ଦରକାର ଅଛି। ତାପରେ ମୁଁ ଜାଣିଥିଲି ଯେ ତାକୁ ପଇସା ଦରକାର, ଆଉ ଟକିକୁ 500 ଟଙ୍କା ଲେଖାଏଁ ଦେଇକି ସବୁବେଳେ ମୁଁ ଗେହିବି। ମୁଁ ରୋଜି ବିଷୟରେ ଭାବିକି ବାଣ୍ଡକୁ ପୁରା ହିଟ୍ କରିଦେଲି। ତାପରେ ମୁଁ ଆମ ପୁତୁରା ହାତରେ 500 ଟଙ୍କା ଦେଇକି ତାକୁ ଦବାକୁ ପଠେଇଲି। ଆଉ ସେ ନେଇକି ଦେଇକି ଆସି ମୋତେ ସେ ନେଲା ବୋଲି କହିଲା। ତାପରେ ଆମେ ରୋଜି ଆଉ ମୁଁ ଠାରାଠାରି ହୋଇକି ଗାଁରେ କେହି ନ ଜାଣିଲା ଭଳିଆ କଥା ହଉ। ଏମିତି କେତେ ଦିନ ଗଲା। ସକାଳୁ ସକାଳୁ ସେ ଝାଡ଼ା ଗଲାବେଳକୁ ଗେହିବାକୁ ଦେବ ବୋଲି କହିଲା। ସେଦିନ ଝାଡ଼ା ଗଲାବେଳକୁ ମୁଁ ତା ପଛେ ପଛେ ଲୁଚିକି ଗଲି। ମୋତେ ଡର ଲାଗୁଥାଏ, ହେଲେ ବି ସାହସ କରିକି ଗଲି। ରୋଜି ସାଇଡ଼ରେ ଥିବା ଗୋଟେ କଇଁଆ ଗଛ ପାଖରେ ଯାଇକି ଠିଆ ହେଲା, ଆଉ ମୁଁ ମଧ୍ୟ ସାଇଡ଼ରେ ଲୁଚି ଲୁଚି କଇଁଆ ଗଛ ପାଖକୁ ପଳେଇଲି। ରୋଜି ଗୋଟେ ଲୁଗାଟେ ଗୁଡ଼େଇ ହୋଇକି ଝାଡ଼ା ଆସିଥିଲା, ଆଉ ଭିତରେ କିଛି ବି ନାହିଁ। ମୁଁ ମନ ଖୁସିରେ ସେଇଠିକି ଯାଇକି ତାକୁ କହିଲି, ଏଠିକି ଆସିକି ଶୋଇପଡ଼, କହି କେହି ଦେଖିବେନି। ସେ ଆସିଲା ଆଉ ତଳେ ଥିବା ଘାସ ଉପରେ ଶୋଇଲା। ମୁଁ ଆଉ ଡେରି ନକରି ତାର ଲୁଗାକୁ ଉପରକୁ ଟେକିଦେଲି। ଓଃ, କେବେ ହେଲେ ଏତେ ଛନଛନିଆ ବିଆ ମୁଁ ଦେଖିନଥିଲି। ମୁଁ ବିଆ ଦେଖି ପୁରା ପାଗଳ ହୋଇଗଲି। ମୋତେ ସେ ସମୟରେ ଲାଗିଲା, ଶଳା, ଏଇ ଝିଅକୁ ହିଁ ବାହା ହେବି, ଆଉ ମୁଁ ହିଁ ଏଇ ବିଆରେ ସବୁଦିନେ ଗେହିବି। ତାପରେ ମୁଁ ମୋର ପ୍ୟାଣ୍ଟକୁ ତରତର ହୋଇକି ତଳକୁ ଖସେଇ ଦେଲି, ଆଉ ବାଣ୍ଡକୁ ହାତରେ ହଲେଇକି ଭଲରେ ଖଡ଼ା କରିକି ଉଠେଇଲି। ତାପରେ ମୁଁ ରୋଜିର ଗୋଡ଼କୁ ଉପରକୁ ଟେକିକି ଯେମିତି ମେଲେଇ ଦେଇଛି, ବିଆର କବାଟ ଖୋଲିଗଲା ଆଉ ବିଆର କଣା ଅଳ୍ପ କି ଦିଶିଲା। ତାପରେ ମୁଁ ବିଆକୁ 2 ହାତରେ ମେଲେଇକି ଧରିଲି, ଆଉ ପୁଳାଏ ଚେପ ବିଆର କଣାରେ ପକେଇଲି, ଆଉ ହାତରେ ଟିକେ ଆଗପଛ କଲି। ବିଆରେ ଟିକେ ଆଙ୍ଗୁଳି ପଶିବା ମାତ୍ରକେ ରୋଜି ଗୋଡ଼କୁ ଚାପିବା ଆରମ୍ଭ କଲା। ତାପରେ ବାଣ୍ଡରେ ଆଉ ଟିକେ ଛେପ ମାରିକି ବିଆର କଣାରେ ପୂରେଇଲି।
ବିଆରେ ସଟକିନା ବାଣ୍ଡ ଗଳିଗଲା ଆଉ ରୋଜି ଟିକେ ମୋତେ ହାତରେ ଠେଲିକି ପଛକୁ ଘୁଞ୍ଚିଲା ଭଳିଆ ହୋଇଗଲା। ରୋଜିର ବିଆରେ ଯେମିତି ମୋର ବାଣ୍ଡ ଗଳିଲା, ମୋ ବାଣ୍ଡକୁ କେମିତି ଗୋଟେ ଜାପି ହୋଇଗଲା ଭଳି ଲାଗିଲା। ତାପରେ ମୁଁ ଆଉ ସମ୍ଭାଳି ପାରିଲିନି, ଆଉ ଆଗପଛ କରିବାକୁ ଲାଗିଲି। ବାଣ୍ଡ ବିଆ ଭିତରେ ପଶୁଥାଏ ଆଉ ବାହାରୁଥାଏ। ହେ ଭଗବାନ, ମୋତେ କି ସୁଖ ଲାଗୁଥାଏ। ମୋତେ ସେ ସମୟରେ ରୋଜିର ବିଆ ଛଡ଼ା ଆଉ କିଛି ଦେଖାଯାଉନଥିଲା। ମୁଁ ରୋଜି ଉପରେ ଶୋଇକି ତାର ଜଙ୍ଘକୁ କୁଣ୍ଢେଇକି ଧରିକି ଦୁଧକୁ ଲୁଗା ଭିତରେ ହାତ ମାରିକି ଦଳିବା ସହିତ ଗବ ଗବ କରିକି ବିଆରେ ଗିହୁଥାଏ। ରୋଜି ସେ ସମୟକୁ ଖାଲି ଆଖି ବନ୍ଦ କରିକି ମୋର ବାଣ୍ଡକୁ ବିଆ ସିଧାରେ ରଖୁଥାଏ। ମୁଁ ରୋଜିକୁ ଲଗାତାର 7ରୁ 10 ମିନିଟ୍ ଖଣ୍ଡେ ଗିହିଲି। ବିଆରୁ ଲାଳ ବାହାରିକି ବିଆ ପୁରା ଓଦା ଆଉ କଅଁଳିଆ ହୋଇଗଲା, ଆଉ ବାଣ୍ଡ ବି ମଧ୍ୟ ସଫ ସଫ ହୋଇକି ବିଆରେ ଗଳୁଥିଲା। ମୋ ବାଣ୍ଡ ରୋଜିର ବିଆର ପାଖୁଡ଼ାକୁ ମେଲେଇକି ବିଆକୁ ଫେଡ଼ା କରିକି ରଖୁଥାଏ। ରୋଜିର ବିଆରେ ବାଣ୍ଡ ପଶିଲା ବେଳକୁ ବିଆର ମୁହଁ ମେଲେଇ ହୋଇଯାଉଥାଏ। ତାପରେ ମୁଁ ସେମିତି ଗେହି ଚାଲିବା ଭିତରେ ମୋର ବାଣ୍ଡରୁ ଗରମ ଗରମ ବୀର୍ଯ୍ୟ ବାହାରି ପଡ଼ିଲା, ଆଉ ମୁଁ ବିଆର ବାଣ୍ଡକୁ ବିକଳରେ ଟାଣିଲା ବେଳକୁ ଅଧା ବୀର୍ଯ୍ୟ ବିଆର କଣାରେ ଆଉ ଅଧା ତା ବିଆ ଉପର ଯାକ ହୋଇଗଲା। ତାପରେ ମୁଁ ତରତର ହୋଇକି ତା ଉପରୁ ଉଠିଲି। ସେ ହେଲେ ଉଠିଲା ଆଉ ଠୁଙ୍କା ହୋଇକି ବସି ତା ବିଆକୁ ମେଲେଇକି ଧରି ଲୁଗାରେ ବିଆର କଣାକୁ ପୋଛିଲା। ମୁଁ ମଧ୍ୟ ମୋର ବାଣ୍ଡକୁ ତା ଲୁଗାରେ ପୋଛିଲି, ଆଉ ଆମେ ଦୁହେଁ ସେଇଠୁ ଯଥା ଶୀଘ୍ର ଘରକୁ ପଳେଇ ଆସିଲୁ। ତାପରେ ତାହାର ଯେତେବେଳେ ପଇସା ଦରକାର ହୁଏ ସେ ମୋତେ ମାଗିକି ନିଏ, ଆଉ ମୁଁ ପଇସା ବଦଳରେ ସେ ମୋତେ ତାର ବିଆ ଦେଖାଏ, ଆଉ ମୁଁ ତାକୁ ନିର୍ଧୁମ ଗିଏ। ଏବେ ମୁଁ ରୋଜିକୁ 12 ଥର ଗେହି ସାରିଲିଣି, ଆଉ ଗେହି ଗେହି ରୋଜିର ବିଆରେ ଗୋଟେ ଫୋଡ଼ କରିସାରିଲିଣି। ସେଥିପାଇଁ ଏବେ ଆଉ ତା ବିଆକୁ ଦେଖିଲେ ମୋତେ ତାକୁ ବାହା ହେବାକୁ ଜମାରୁ ଇଚ୍ଛା ହେଉନି। ତ ଦର୍ଶକ ବନ୍ଧୁ, ଏଇ ଥିଲା କାହାଣୀ ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ଆଉ ହଁ, ଯଦି ଆପଣମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୋଇନାହାନ୍ତି ତାହେଲେ ଏହି ଭିଡ଼ିଓର କମେଣ୍ଟ ସେକ୍ସନରେ ପିନ୍ କରାଯାଇଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ଆପଣ ଡାଇରେକ୍ଟଲି ଯାଇକି ଆମ ଟେଲିଗ୍ରାମ ଚ୍ୟାନେଲରେ ପହଞ୍ଚିଯିବେ। ଆଉ ଯେଉଁମାନେ ଜାଣିନାହାନ୍ତି ଟେଲିଗ୍ରାମ କ'ଣ, ଟେଲିଗ୍ରାମ ହ୍ୱାଟ୍ସଆପ୍ ଭଳି ବହୁତ ଗୋଟେ ସେଫ୍ ଆପ୍। ଯେମିତି ହ୍ୱାଟ୍ସଆପ୍ରେ ଆପଣ ମେସେଜ କରିପାରୁଛନ୍ତି, ଗ୍ରୁପରେ ରହିପାରୁଛନ୍ତି, ଟେଲିଗ୍ରାମରେ ବି ସେସବୁ କିଛି କରିହେବ। କିନ୍ତୁ ହ୍ୱାଟ୍ସଆପ୍ରେ ଆପଣଙ୍କ ମୋବାଇଲ ନମ୍ବର ଶୋ କରିବ, ଟେଲିଗ୍ରାମରେ ତାହା ଆପଣ ହାଇଡ଼୍ କରିପାରିବେ, ଯେଉଁଟାକି ଆପଣଙ୍କର ପ୍ରାଇଭେସି ରହିଲା। ଆପଣ ରହିଲେ ଆଉ ଏନ୍ଜୟ କଲେ। ଆଉ ହଁ, ଏ କାହାଣୀଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ସେକ୍ସନରେ ଆପଣଙ୍କ ମତାମତ ନିହାତି ଜଣାନ୍ତୁ। ଆଉ ଏଇଭଳି ନୂଆ ନୂଆ କଷ ଓ ରୋମାଞ୍ଚକର କାହାଣୀ ଶୁଣିବା ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇକି ଥାଆନ୍ତୁ। ରହୁଛି, ଧନ୍ୟବାଦ।